is on the dais. Audience ଥିବା ସମସ୍ତ ବୟୋଜ୍ୟେଷ୍ଠ ସମବୟସ୍କ ଏବଂ ମୋଠୁ ଜୁନିୟର ମାନେ ଯେଉଁମାନେ କି ଆମେ ଆଜି ଏକତ୍ରିତ ହେଇଛେ ସମସ୍ତଙ୍କୁ ମୋର ଅଭିନନ୍ଦନ। ମୁଁ ଡାକ୍ତର ବିଭୁ କଲ୍ୟାଣ ସାହୁ। ଏଠି ସରକାରୀ ଭାବରେ ଏକମାତ୍ର ଆମର ନିଶା ନିବାରଣ କେନ୍ଦ୍ର ଯେଉଁଟା ଅଛି ଓଡ଼ିଶା ରାଜ୍ୟରେ MKCG ଭିତରେ ମୁଁ ତାର ନୋଡାଲ ଅଫିସର ଅଛି, ଯେଉଁଟାକି ସରକାରଙ୍କ ତରଫରୁ ଏକମାତ୍ର ନିଶା ନିବାରଣ କେନ୍ଦ୍ର। ଆଗାମୀ ଦିନରେ ଆଉ କିଛି ହେବ। ତ ଆଜି ଦିନଟା ଆମ ପାଇଁ ବହୁତ ବଡ଼ ମହତ୍ତ୍ୱ ରଖୁଛି। ତା କାରଣ ହେଉଛି ଏ ନିଶା ନିବାରଣ ପାଇଁ ପ୍ରତିଦିନ ଆମେ କାମ କରୁଛୁ, କିନ୍ତୁ ଆଜି ନିଶା ବିଷୟରେ କହିବା ପୂର୍ବରୁ ମୁଁ କିଛି ଅଲଗା ଜିନିଷ କହିବି। ଫାଷ୍ଟ ଖୁସି ବିଷୟରେ ଆମେ କଥା ହେବା। ପ୍ରଥମ କଥା ଆମେ ଦେଖିବା ଯେ ଆମର ବହୁତ ୟଙ୍ଗ ଭାଇମାନେ ବି ଆସିଛନ୍ତି। ଖୁସିଟା କ'ଣ? କାହାକୁ ଖୁସି ବୋଲି କହିବା? ଖୁସି ମାନେ କ'ଣ? କୋଉ ଜିନିଷରେ ଖୁସି ଲାଗେ? ଆଜି ଭଲ ଚିକେନ ପକୋଡ଼ା ଖାଇଲେ ଖୁସି ଲାଗେ, ଆଜି ଭଲ ମିଠା ଖାଇଲେ ଖୁସି ଲାଗେ, ଆଜି ଗୋଟେ ଜାଗାରେ ନାଚ ଗୀତ ହେଲା ଖୁସି ଲାଗେ, ଆଜି ଯଦି ଆମର ଇପ୍ସିତ ବ୍ୟକ୍ତି ବା ଆମର ବୟଫ୍ରେଣ୍ଡ ବା ଗାର୍ଲଫ୍ରେଣ୍ଡ ସହିତ ଭେଟିଲେ ତାହେଲେ ଖୁସି ଲାଗେ, ଯଦି ଆଜି ଆମର ପରୀକ୍ଷାରେ ଭଲ ମାର୍କ ଆସିଲା ଖୁସି ଲାଗେ। ପ୍ରତିଟା ଜିନିଷରେ ଖୁସି ମିଳେ। ତ ଖୁସି ଜିନିଷଟା କୋଉଠି ଅନୁଭବ ହୁଏ? ଖୁସିଟା ଅନୁଭବ ହୁଏ ବେସିକାଲି ଆପଣଙ୍କ ବ୍ରେନ୍ ଭିତରେ। ବ୍ରେନ୍ ଭିତରେ ଆମର ଆପଣମାନେ ସମସ୍ତେ ଆଜିକାଲି ଗୁଗୁଲ ସର୍ଚ୍ଚ କରୁଛନ୍ତି, ଯଦି ଚାହିଁବେ କରିପାରିବେ। ନ୍ୟୁକ୍ଲିୟସ୍ ଏକମ୍ବେନ୍ସ ବୋଲି ଗୋଟେ ଜାଗା ଅଛି। ସେଇ ଜାଗାରେ ଆମର ଏକ ଜୈବ ରାସାୟନିକ ପଦାର୍ଥ ଯେଉଁଟାକି ଡୋପାମିନ୍ ବୋଲି କୁହାଯାଏ, ସେଥିରୁ ଟୋପାଏ ପଡ଼ିଲେ ସେଇଟା ହେଉଛି ଖୁସି। ଆପଣ ଭଲ ଖାଦ୍ୟ ଖାଇଲେ ଖୁସି, ଯଦି ଆପଣ ସାଙ୍ଗମାନଙ୍କ ସାଙ୍ଗେ ସମୟ ବିତେଇଲେ ଖୁସି, ଗୋଟେ ଫିଲ୍ମ ଦେଖିବାକୁ ଗଲେ ଖୁସି, ଅଥବା ଆପଣ ଚାହୁଁଥିବା ମାର୍କ ପାଇଲେ ଖୁସି, ଇଭେନ୍ ଯଦି ଆପଣ କିଛି ଯୌନ ସମ୍ପର୍କରେ ଅଛନ୍ତି ସେଥିରେ ଚରମ ତୃପ୍ତି ପାଇଲେ ଖୁସି, ଏବଂ ସବୁଠୁ ସୁବିଧା ଉପାୟ ହେଉଛି ନିଶା ଖାଇଲେ ଖୁସି। କାରଣ ସେ ସବୁ ଜିନିଷରେ ସେଇ ଯେଉଁ ଜିନିଷ କହିଲି ଡୋପାମିନ୍ ଟୋପାଏ ଆପଣଙ୍କ ନ୍ୟୁକ୍ଲିୟସ୍ ଏକମ୍ବେନ୍ସରେ ଆସେ। ତ ଠିକ୍ ସେଇ ଜିନିଷ ହୁଏ ଯାହାକି ଯେଉଁଥିପାଇଁ ଆପଣ ଗୋଟିଏ ଦ୍ରବ୍ୟ ଯେଉଁଟାକୁ ଗ୍ରାଜୁଆଲି ଆମେ ନିଶା ଦ୍ରବ୍ୟ ବୋଲି ଆମେ କହୁଛୁ ଏବଂ ସେଥିର ଅଭ୍ୟାସରେ ଆମେ ପରିଣତ। ପ୍ରତ୍ୟେକ ବ୍ୟକ୍ତି ଛୋଟ ପିଲାବେଳୁ ଆପଣମାନେ ସମସ୍ତେ ଦେଖିଥିବେ, ପିଲାବେଳେ ସମସ୍ତେ ସବୁ ଜିନିଷ କ'ଣ ଗୋଟେ ପାଟିରେ ଲଗେଇଲା ପାଟିରେ ଖାଇଦେବାକୁ ଚେଷ୍ଟା କରୁଥିଲେ। ଧୀରେ ଧୀରେ ସେମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ହୁଏ। କିନ୍ତୁ ସେ ଯେଉଁ ବି ଜିନିଷ, ଛୋଟ ଛୁଆଟିକୁ ଆପଣ ରୁମାଲ ଖଣ୍ଡେ ଦେଲେ ସେ ପାଟିରେ ପୁରେଇ ଦେବ, କିମ୍ବା ପେନସିଲ ଖଣ୍ଡେ ଦେଲେ ପାଟିରେ ପୁରେଇ ଦେବ, ଯାହା ବି କଲେ ପାଟିରେ ପୁରେଇ ଦିଏ। କାରଣ ସେଇଟା ଭଗବାନଙ୍କ ଏମିତି ଗୋଟେ ସୃଷ୍ଟି, ତାକୁ ଆମେ ଓରାଲ ଫେଜ୍ ବୋଲି କହୁ। ତ ବର୍ତ୍ତମାନ କଥା ହେଲା ଯେଉଁ ଆମର କିଶୋର ବୟସ ବା ଆଡୋଲେସେଣ୍ଟ ପିରିୟଡ଼, ଯେଉଁଟାକି ଆମର 11 ବର୍ଷରୁ 19 ବର୍ଷ ଭିତରେ ବୟସ, ସେ ବୟସରେ ଆମର ଗୋଟେ ମୂଳ ଜିନିଷ ଥାଏ ପ୍ରତି ଜିନିଷକୁ ଏକ୍ସପେରିମେଣ୍ଟ କରିବା। ସାଇକେଲ ହାତ ଛାଡ଼ିକି ଚଲେଇବା, ଅଥବା ସିଗାରେଟ୍ ଗୋଟେ ଟାଣିଲେ ହିରୋଟା ଏତେ ସୁନ୍ଦର ଦେଖାଯାଉଛି, ଷ୍ଟାଇଲିଶ ଦେଖାଯାଉଛି, ମୁଁ ସିଗାରେଟ୍ ଟିକେ ଟାଣିବି, ଅଥବା ପାନ ପୁଡ଼ିଆ ଟିକେ ଖାଇବି, ବିୟର ଗୋଟେ ପିଇକି ସିଏ କେମିତି ନାଚୁଥିଲା ମୁଁ ବି ଗୋଟେ ବିୟର ପିଇବି। ଏସବୁର ଏକ୍ସପେରିମେଣ୍ଟ କରିବାକୁ ସେଥିରେ ଆଗ୍ରହ ହୁଏ। ଆଉ ଏକ୍ସପେରିମେଣ୍ଟ ପାଇଁ ଅନ୍ୟ ଗୋଟେ କାରଣ ଅଛି, ସେ ହେଉଛି ତାକୁ କୁହାଯାଏ ପିୟର ପ୍ରେସର ବା ସମସ୍କନ୍ଧ ଚାପ। ସମସ୍କନ୍ଧ ଚାପ ମାନେ କ'ଣ ନା, ଆପଣଙ୍କର ଯେଉଁ ସାଙ୍ଗମାନେ ଅଛନ୍ତି, ତୁ ଗୋଟେ ପାରୁନୁ, କ'ଣ ତୁ ଗୋଟେ ଏଇଟା ଗୋଟେ ଟାଣେ, ତୁ ନହେଲେ ଆମ ସାଙ୍ଗେ ମିଶି ପାରିବୁନି। ତ ସେଥିରେ ଆପଣମାନେ ଟାଣିବା ଆରମ୍ଭ କରିଦିଅନ୍ତି, ବା ସେଥିରୁ ଗୋଟେ ପରେ ଗୋଟେ ସବଷ୍ଟାନ୍ସ ନେବା ଆରମ୍ଭ କରିଦିଅନ୍ତି। ଯେମିତିକି ଯଦି ଆମ ସ୍କୁଲରେ ଗୋଟେ ପିଲା ଅଛି ଯିଏକି ଭଲ କ୍ରିକେଟ ଖେଳିପାରୁଛି, ତାହେଲେ ଆପାତ ହକି ଖେଳିବାକୁ ତାକୁ ଯଦି ଦିଆହେବ ସିଏ ବି ସେଇଟା ବି ଭଲ ଖେଳିପାରିବ, ଅଥବା ଫୁଟବଲ ବି ଭଲ ଖେଳିପାରିବ। ତା କାରଣ ହେଉଛି ଯେ କ୍ରୀଡ଼ାରେ ତାର ମନୋନିବେଶ ଅଛି। ଠିକ୍ ସେଭଳିଆ ଯେତେବେଳେ ଗୋଟେ ନିଶା ପଛରେ ଆପଣ ଆରମ୍ଭ କରନ୍ତି, ଧୀରେ ଧୀରେ ନିଶାର ପ୍ରକାର ଭେଦ ବଢ଼ି ଚାଲେ, ବିଭିନ୍ନ ପ୍ରକାର ନିଶା ଭିତରେ ରୁହନ୍ତି। ଆଉ ଗୋଟେ ମୂଳ କଥା ହେଉଛି ଆମର ଗୋଟେ ଭାଷାରେ କହୁ ହେଡୋନିକ୍ ଟୋନ୍, ବା
ଜଣେ ସାଧାରଣ ଲୋକ ସାଧାରଣ ଅବସ୍ଥାରେ ତା ମନ ଭିତରେ ଆନନ୍ଦର ପରିମାଣ ଅନେକ ସମୟରେ ଆମକୁ ଆଜିର ନର୍ମାଲ ଦିନଟା ଯୋଉଥିରେ ଆମ ମା ତିଆରି କରିଥିବା ଭାତ ଡାଲି ଭେଣ୍ଡି ଭଜା ଆଉ ବେସର ଖାଇଲେ ଆମକୁ ଭଲ ଲାଗୁନି। ତାର କାରଣ ନୁହଁ ଯେ ଟେଷ୍ଟ କିଛି ଖରାପ ଅଛି ବୋଲି ବା ସେ ଦିନଟା କିଛି ଖରାପ ଅଛି। ତା କାରଣ ହଉଛି ଆମ ମାନସିକତା ଭାବରେ ଆମେ ନିଜକୁ ଡେଫିସିଏଣ୍ଟ ଭାବୁଛେ, ଆମ ମନ ଦୁଃଖ ରହିଛି। ତ ଏ ଦୁଃଖକୁ ଠିକ କରିବା ପାଇଁ ଯୋଉଟା କି ହେଡୋନିକ ଟୋନ ଯୋଉମାନଙ୍କର କମ ଥାଏ, ଯୋଉମାନଙ୍କୁ ସାଧାରଣ ଦିନରେ ସେମାନେ ଆଜି ଦିନର ଆନନ୍ଦ କଣ ସେଇଟାକୁ ଅନୁଭବ କରିପାରନ୍ତିନି, ସେମାନେ ପୁଣି ଥରେ ନିଶାର କବଳରେ ପଡ଼ିଯାଆନ୍ତି। କାରଣ ଅଳ୍ପ ସମୟ ପାଇଁ ନିଶା ନେଇଗଲେ ସେ ଆନନ୍ଦଟା ଜବରଦସ୍ତି ତାଙ୍କ ମୁଣ୍ଡକୁ ଆସିଯାଏ। ଆଉ ନିଶାର ସମସ୍ତେ ଏକ୍ସପେରିମେଣ୍ଟ କରନ୍ତି, କିନ୍ତୁ ପ୍ରଥମ କଥା ହଉଛି ଏକ୍ସପେରିମେଣ୍ଟ କେମିତି ଆମେ ବନ୍ଦ କରିପାରିବା। ତା ପାଇଁ ପ୍ରଥମ କଥା ହଉଛି assertiveness ବା ଦାମ୍ଭିକତାର ପ୍ରଶିକ୍ଷଣ। ଯଦି ଆପଣଙ୍କ ସାଙ୍ଗ ଆପଣଙ୍କୁ କହୁଛି, ଆପଣ ସେ ଜାଗାରେ ମୋ ସାଙ୍ଗଟା କହୁଛି ମୁଁ କେମିତି ତାକୁ ମନା କରିବି ଏ କଥା ଭାବି ପାରନ୍ତିନି, କିନ୍ତୁ ସିଧାସଳଖ ତା ମୁହଁକୁ ଅନେଇକି ନା ବୋଲି କହିବେ, ଅଧିକା କଥା ହେବେନି। ଏଇଟା ହଉଛି ତାର ପ୍ରଥମ କଥା। ଯେତେବେଳେ ମୋ ପାଖରେ ପେସେଣ୍ଟ ଆଡମିଟ୍ ହୁଅନ୍ତି, ପ୍ରତିଦିନ ଦିଓଳା ତାଙ୍କୁ ଆମେ ଏଇ ଜିନିଷ ପ୍ରାକ୍ଟିସ କରାଉ ଯେ ତମକୁ ଯଦି ତମର ବଡ଼ କିଏ ଯଦି କିଏ ଗୋଟେ ବାଧ୍ୟ କଲେ ଅମ ଏତେ ଦିନ ହେଲା ପିଇନ, ଆଜି ଗୋଟେ ଦିନ ପିଇଦେଲେ କ'ଣ ଅସୁବିଧା ଅଛି, ତ ସେତେବେଳେ ସିଧାସଳଖ ତାଙ୍କ ଆଖିରେ ଆଖି ମିଶେଇକି କଥା ହବ, ଗୋଟିଏ ପଦ କହିବ କ୍ଷମା କରନ୍ତୁ ମୋ ଦେହରେ ଯାଉନି। ଅଧିକା କିଛି କହିବା ଦରକାର ନାହିଁ, ତାକୁ ଗାଳିପାଟି କରିବା ଦରକାର ନାହିଁ, କିନ୍ତୁ ସେ ଜାଗା ଛାଡ଼ିକି ପଳେଇଯିବେ। କାରଣ ଯୋଉଟା ମନ ଗୋଟେ ଥର ଜାଣି ଦେଇଛି ସେ ଜିନିଷ ପ୍ରତି ପୁଣି ଥରେ ଆଗ୍ରହୀ ହେଇପାରେ। ରାଇଟ୍? ଆପଣମାନଙ୍କୁ ବର୍ତ୍ତମାନ ଗୋଟେ ସିମ୍ପଲ କ୍ୱେଶ୍ଚିନ୍ ମୁଁ ପଚାରିବି, ଯେମିତିକି ଆମର ଚିଲି ଚିକେନ ଖାଇଲେ କେମିତି ଲାଗେ? ଦେଖନ୍ତୁ ସମସ୍ତଙ୍କ ମୁହଁରେ ଫଟାସିନା ହସ ଆରମ୍ଭ ହେଇଗଲା ଟିକେ ଟିକେ। ଅର୍ଥାତ୍ ବ୍ରେନ୍ ତାର ଇଫେକ୍ଟଟା ଜାଣିଛି, ତେଣୁ ଏ ଶବ୍ଦଟା ଏଠି ଚିଲି ଚିକେନ ଅଛି ନ ଅଛି ମୁଁ କିଛି ଜାଣିନି, ବଟ୍ ମୁଁ ଚିଲି ଚିକେନ ଶବ୍ଦଟା କହୁ ଆପଣଙ୍କ ମୁହଁରେ ହସଟା ସାଙ୍ଗେ ଆସିଗଲା। ସେ ହସଟା ଆସିଲା କାରଣ ସେଇ ଯୋଉ ନ୍ୟୁକ୍ଲିୟସ୍ ଏକମ୍ବେନ୍ସ ସେଠି ଟୋପେ ଡୋପାମିନ୍ ଜଷ୍ଟ ରିଲିଜ କଲା, ୟା ଟେଷ୍ଟଟା ବଢିଆ। ଓକେ, ତ ତା ପ୍ରତି ଆପଣ ଆଗ୍ରହୀ ହେଇଯିବେ। ତେଣୁ ତା ପାଇଁ ପ୍ରତିଦିନ ଅଭ୍ୟାସ ରଖିବା ଦରକାର। ଯେମିତି ଗୋଡ଼ ବାଜିଗଲା କାହାକୁ ସାଙ୍ଗେ ସାଙ୍ଗେ କ'ଣ ଆମେ କହୁ? ଦେଖିଲେ ନା ସମସ୍ତେ ସମବେତ କଣ୍ଠରେ ବିଷ୍ଣୁ କହିଲେ, ଆମେ ଗୋବିନ୍ଦ କହିପାରିଥାନ୍ତେ, ଆମେ ରାଧା କହିପାରିଥାନ୍ତେ, କିଛି ବି କହିପାରିଥାନ୍ତେ, କାରଣ ସେ ଗୋଟେ ରିଫ୍ଲେକ୍ସ ଅଭ୍ୟାସ ହେଇଯାଇଛି। ଗୋଡ଼ ବାଜିଲା ବିଷ୍ଣୁ, ଠିକ ସେଭଳିଆ ଯଦି କିଏ ଗୋଟେ କହିଲା ସାଙ୍ଗେ ସାଙ୍ଗେ ନା, ଆଉ ଯୋଉ ନାଁଟା କହିବା ଦମ୍ଭ ସହକାରେ କହିବା, କିନ୍ତୁ ତାକୁ କଷ୍ଟ ହେଲା ବେଳେ କିଛି କହିବାନି, ୟାକୁ ହିଁ କୁହାଯାଏ ଦାମ୍ଭିକତାର ପ୍ରଶିକ୍ଷଣ, ଯୋଉଟାକି ଗୋଟେ ଜୀବନ କୌଶଳ ଶିକ୍ଷା। ଆଉ ଏଇ ଜିନିଷଟା ଆମକୁ ରେଗୁଲାରଲି କରିବା ଦରକାର। ଧରିନିଅନ୍ତୁ ଜଣେ ନିଶା ଥରେ